ଜୟ ଜଗନ୍ନାଥ। ଆଜି ଆମେ ରାମନଗର ପାଖରେ ଦେଖିଲୁ ହାତୀମାନଙ୍କ ପିଠିରେ ସମସ୍ତେ ବସୁଛନ୍ତି। ଆଉ ସେ ହାତୀ କେତେ ଆମର 100 ମିଟର ବୁଲେଇ ଆଣୁଛନ୍ତି, ମାନେ କର୍ନ ଫିଲ୍ଡରେ। ତେଣୁ ଆମର ଇଚ୍ଛା ହେଲା ବସିବାକୁ। ଆମ ଡଲି ଭାରି ମାନେ ବେଶୀ ଆଗ୍ରହୀ ଏ ହାତୀ ଉପରେ ବସିବାକୁ। ତେଣୁ ସେ ଆମ ସାଙ୍ଗେ ଲଗେଇଲା ହାତୀ ଉପରେ ଯେମିତି ହେଲେ ବସିବା। ତେଣୁ ଆମେ ବସିଲୁ। ଆମେ 4 ଜଣ ବସିଲୁ। ଝିଅ ବି ବସିଲା। ହାତୀ ଉପରେ ବୁଲିଲୁ। ଦେଖିବେ ହାତୀ ଖାଉଛି, ତାପରେ ସେ ଯିବ ସେପଟେ, ତାଙ୍କ ଶାଳ ଯେଉଁ ଆଡ଼େ ସେଇଆଡ଼େ ଯିବ। ବହୁତ ମଜା ଲାଗିବ। ଝୁଲି 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 ହାତୀ ଯିବ। ଏଠି ମାହୁନ୍ତ ଉଠିଲେ ଉପରକୁ ବସିଲେ, ତାପରେ ସେ ତାକୁ ନିର୍ଦ୍ଦେଶ ଦେବେ। ସେ ଯେଉଁ ଆଡ଼େ କହିବେ ସେ ଯିବ। ଆରମ୍ଭ ହେଲା ଆମ ଯାତ୍ରା। ବହୁତ ବଢ଼ିଆ ଲାଗୁଛି। ହାତୀ ପିଠିରେ ଭାରି ନରମ ଲାଗୁଛି ବସିବାକୁ। ଆମକୁ ବସା ହେଇକିରି ହାତୀ ପିଠିରେ ବସେଇ ଦେଇଛନ୍ତି ଏବଂ ଚାରିପଟେ ଆମର ଷ୍ଟିଲ୍ ରଡ଼୍ ଦେଇ ଦେଇଛନ୍ତି, କାଳେ ପଡ଼ିଯିବାର ଭୟ ଅଛି କି କ'ଣ। ଗୋଟେ ସାଇଡ଼୍ରେ ମୁଁ ଆଉ ମିଷ୍ଟର ବସିଛୁ, ଆଉ ଗୋଟେ ସାଇଡ଼୍ରେ ପୁଅ, ବୋହୂ ଆଉ ଟିକି ଝିଅ ଆମର ବସିଛୁ। ଆଉ ଝିଅ ମନା କଲା ବସିବାକୁ, କହିଲା ନା ମୋତେ ଡର ଲାଗିବ, ମୁଁ ବସିବିନି। ତେଣୁ ସିଏ ବସିନି। ଆଉ ଗୋଟେ ହାତୀରେ ରିଟର୍ନ କଲେ ଆଉ ଗୋଟେ ଗ୍ରୁପ। ବଢ଼ିଆ ଲାଭ ତାଙ୍କର। ଜଣ ପିଛା 250 ଟଙ୍କା। କେତେ 100 ମିଟର ବୁଲେଇ ଆଣିବେ। ଗଲା ବଢ଼ିଆ। ଆଉ ଆମଠାରୁ 1000 ଟଙ୍କା ରଖିଲେ, ବୁଲେଇଲେ। ତାପରେ ନେଇକିରି ଭଲ ସବୁ ବୁଝେଇଲେ, କେତେ ସୁନ୍ଦର ଦିଶୁଛି। ଆକାଶ ମିଶିଯାଇଛି ଯେମିତି ଦିଗ୍ବଳୟରେ, ପୁରା ସୁନ୍ଦର ଲାଗୁଛି ଦୃଶ୍ୟ। ହାତୀ ଧୀରେ ଧୀରେ ଝୁଲି ଝୁଲିକିରି ଯାଉଛି। ଏ ଦୃଶ୍ୟ ଦେଖନ୍ତୁ, ବଢ଼ିଆ। ଏଇଗୁଡ଼ାକ ହାତୀଶାଳ। ଏଠି ହାତୀ ରହୁଛନ୍ତି। ବର୍ତ୍ତମାନ ଆମେ ରିଟର୍ନ କଲୁ ହାତୀରେ ବସି। ଖୁବ୍ କମ୍ ସ୍ପେସ୍ରେ ସେ ହାତୀ ପାଦ ପକେଇ ପକେଇ ଆସୁଛି। ଆଗରେ ତାଙ୍କର ମାହୁନ୍ତ ବସିଛନ୍ତି, ୟଙ୍ଗ ଲୋକ ଗୁଡ଼ାକ। ମାନେ ସେ ଯାହା ନିର୍ଦ୍ଦେଶ ଦେବେ ହାତୀ ସେଇ ଅନୁସାରେ ତାର